ସକାଳୁ ଫୁଲ ତୋଳିବା ପାଇଁ ଆସିଲା ବେଳକୁ ନା ଫୁଲ ଗଛରେ ଫୁଲ ଭର୍ତ୍ତି ହେବା ଦେଖି ବହୁତ ଖୁସି ଲାଗିଲା ସତରେ। ତ ସେଥିପାଇଁକା ସବୁ ଗଛକୁ ଟିକେ ଟିକେ ପ୍ରଥମେ ଦେଖିଦେଲି କୋଉ ଗଛରେ ଭଲ ଫୁଲ ଫୁଟିଛି। ଆଉ ସେ ଫୁଲ ତୋଳିଲା ବେଳେ ଯେମିତି ଅସୁବିଧା ହବନି, କାରଣ କାଲି ବହୁତ ସାରା ଫୁଲ ଏମିତି ଛାଡ଼ି ଦେଇକି ଯାଇଥିଲି ଗଛରେ, ଯାହାକୁ ପଛତୁରିଆ ସ୍ୱାମୀ ଆସିକି ନେଇକି ଯାଇଥିଲେ। ଆଉ ସେତେବେଳକୁ ମୋର ପୂଜା ସରିଯାଇଥିଲା, ଯେହେତୁ ସ୍ୱାମୀ ତାଙ୍କର ପୂଜା କଲେ। ତ ସେଥିପାଇଁକା ଆଜି ଭାବିଲି ପ୍ରଥମେ ଗଛ ସାରା ଦେଖି ଆସେ, ତାପରେ ଯାଇକି ତୋଳିବା ଆରମ୍ଭ କରେ। ଭେଣ୍ଡି ଫୁଲ ଆଜି ସବୁଠୁ ବୋଧହୁଏ ଅଧିକା ଫୁଟିଛି ଯାହା ଲାଗୁଛି। ଆଉ ଏ କ୍ରାନବେରୀ ହିବିସ୍କସ୍ ବା ଭେଣ୍ଡି ମନ୍ଦାର ନା ବହୁତ ମାନେ ପସନ୍ଦ ହେଇଯାଇଛି ମାଆଙ୍କର। କାରଣ ଦିଦି ଦେଇଥିବା ଡାଳଟି ଲାଗିଥିଲା ଗୋଟେ, ତ ଦୁଇଟା ଲାଗିଥିଲା, ଦୁଇଟାରୁ ଗୋଟେ ମୋର ଭୁଲ ଯୋଗେ ହେଉଛି ମରିଗଲା, ଆଉ ଗୋଟେ ଲାଗିଥିଲା। ଆଉ ସେଇଟା ଲାଗିବା ଦିନଠୁ ଆଜି ପର୍ଯ୍ୟନ୍ତ କେବେ ଫୁଲ କମି ନାହିଁ। ମାନେ ପ୍ରତ୍ୟେକ ଦିନ ଦୁଇଟା ତିନିଟା ଏମିତି ଫୁଲ ଫୁଟେ, ଗୋଟେ କେବେ ପାଇବେନି, ଦୁଇଟା ତିନିଟା ଏମିତି ଫୁଲ ଫୁଟେ। ଆଉ ପ୍ରତ୍ୟେକଟି କୁଆଁରେ ତାର ବାକି ମନ୍ଦାର ଗଛର ଯେତେବେଳେ କୁଆଁ ବାହାରିଥାଏ ନା, ସେଇଟା ପ୍ରଥମେ ଗ୍ରୋଥ୍ ଉପରେ ଫୋକସ୍ ରଖେ, ତାପରେ କିଛି ଟିକେ ଡାଳଟା ମ୍ୟାଚୁର୍ ହେଲା ପରେ, ଟିକେ ପାକଳ ହେଇଗଲା ପରେ କଢ଼ ଆସେ। କିନ୍ତୁ ଭେଣ୍ଡି ମନ୍ଦାର ପୁରା କଅଁଳିଆ ଡାଳରେ ହିଁ ତାର ପୁରା କଢ଼ ଭର୍ତ୍ତି ହେଇକି ଆସେ, ସେଥିପାଇଁ ବହୁତ ଭଲ ଲାଗେ। ତ ମାଆ କହିଛନ୍ତି ଆଉ ଗୋଟେ ତାକୁ ଲଗେଇବା ପାଇଁ, ତ ଏବେ କଣ୍ଟେନର୍ ଫାଙ୍କା ଥିଲେ ମୁଁ ଲଗେଇଥାନ୍ତି, କିନ୍ତୁ ପ୍ରଥମେ ଚାରା ବନେଇବି। ତ କଢ଼କୁ ଟିକେ କମିଗଲେ ଯାଇକି, କଢ଼କୁ ଅପେକ୍ଷା କଢ଼ ଟିକେ କମିଗଲେ ଯାଇକି ଚାରା ବନେଇବି। ତ ଏଠି ଦେଶୀ ମନ୍ଦାର ବହୁତ ସାରା ଦେଶୀର ନାଲି ମନ୍ଦାର, ଆଉ ଗୋଟେ ହେଲା ଦେଶୀର ଖଇରିଆ ମନ୍ଦାର। ତ ଖଇରିଆ ମନ୍ଦାର ଆଜି ଏତେ ଫୁଟିନି, କାରଣ କାଲି ଫୁଟିଥିଲା ଦିଇଟା, ଆଜି ଗଛର କଢ଼ ଛୋଟ ଛୋଟ ହେଇଛି। ସେଇଟା ଯେହେତୁ ବନସାଇ ଗଛଟା, ସେଥିପାଇଁକା ସେଇଟା ଟିକେ ସମୟ ଲାଗେ। ଆଉ ଡେଲି ଡେଲି ବି ଫୁଟେନି, ଏମିତି 2 ଦିନ 3 ଦିନ ଛାଡ଼ିକି। ତ ହଳଦିଆ ମନ୍ଦାର ବି ଗୋଟେ ଫୁଟିଥିଲା, ନଜର ପଡ଼ିଲା। କାଲି ଫୁଟିଥିଲା ବହୁତ ବଡ଼ଟେ, ଆଉ 2ଟା ଫୁଟିଥିଲା, କିନ୍ତୁ ସେଇଟା ଛାଡ଼ି ଦେଇକି ଯାଇଥିଲି, ଆଉ ଭିଡ଼ିଓ ବି କରିନଥିଲି। ତ ଏଠି ଥୋପା ପିଚ୍ ରଙ୍ଗର ମନ୍ଦାର ବି ଫୁଟିଛି ବହୁତ ଭଲ ଭାବରେ। ଯେହେତୁ ସକାଳୁ ଭିଡ଼ିଓଟା କରିଛି, କଢ଼ ହେଲା ଭଳିଆ ପୁରା ଦେଖାହେଉଛି। ମାନେ ଆଉ ଟିକେ ଭଲସେ ଖରା ପଡ଼ିଲେ ଏଇଟା ବହୁତ ବଢ଼ିଆ ସେ ଫୁଟିଯିବ। ତାପରେ ଏଇଠି ବାଇଗଣୀ ଯୋଉ ମୋର ବଡ଼ କନିଅରି, ସେଇଟା ଦେଖୁଥିଲି, କଢ଼ ବହୁତ ବଡ଼ ସାଇଜ୍‌ର ଆସିଛି। ତାପରେ ଏଇଟା ମିନି କନିଅରି ବାଇଗଣୀ ରଙ୍ଗର, ତାକୁ ଟିକେ ଦେଖିଲି। ଆଉ ଏଇଟା ହେଉଛି ମୋର ଘିଅ ରଙ୍ଗର କନିଅରି। ଖାସ୍ କରି ଛାତ ଉପରେ ଯେତେବେଳେ କନିଅରି ଗଛ ଲଗେଇବାକୁ ପସନ୍ଦ କରିଥିଲି, ସ୍ୱାମୀ ମୋତେ ଏଇ ଗଛଟା ହିଁ ଆଣିକି ଦେଇଥିଲେ। ଆଉ ଏଇଟା ଗୋଟେ ଲଟା ଜାତୀୟ ଭେରାଇଟି, କିନ୍ତୁ ମୁଁ ତାକୁ 5 ବର୍ଷ ହେଲାଣି ମୁଁ ତାକୁ ସେମିତି ଗଛ ସେପ୍‌ରେ ହିଁ ରଖିଛି। ଆଉ ସେଇଟା ଗଛ ସେପ୍‌ରେ କେମିତି ରଖିବେ, ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ମୋତେ କମେଣ୍ଟରେ କହିବେ, ମୁଁ ଆପଣଙ୍କୁ ଭିଡ଼ିଓ କରିକି ଦେଖେଇବି। ମାନେ କେମିତି ଆମେ ଗଛ ସେପ୍‌ରେ ରଖିବା, ତାର 2ଟି କାମ କ'ଣ କରିବା। ଆଉ 2ଟି କାମ କରିଦେଲେ ନା ଇଏ ବହୁତ ବଢ଼ିଆ ଏମିତି ଛୋଟ ଛୋଟ ଗଛ ହେଇକି ବହୁତ ସାରା ଫୁଲ ଦବ। ତ ତାର ଭିଡ଼ିଓ ଆଣିବି ଯଦି ଆପଣମାନେ କହିବେ। ତାପରେ ମିନି କନିଅର ଦେଖିଦେଇଥିଲି। ତାପରେ ଏଠି ଦେଖନ୍ତୁ ଘଣ୍ଟି ମନ୍ଦାର, ମାନେ ଯୋଉଟାକି କ'ଣ କୁହନ୍ତି ଲଣ୍ଠନ ମନ୍ଦାର, ତ ସେ ବି ବହୁତ ସାରା ଫୁଟୁଛି। ତା ସହିତ ଏଠି ଧଳା ଜରବେରା, ଆଉ ହେଉଛି ଯୋଉଟାକି ପିଙ୍କ ଜରବେରା, ଏସବୁ ବହୁତ ସାରା ଫୁଲ ଫୁଟୁଛି ଏବେ। ଏଇଟା ହେଉଛି ଖରାଟିଆ ଜରବେରା ନୁହଁ, ଏଇଟା ଶୀତ ଦିନର ଜରବେରା, କିନ୍ତୁ ଖରା ଦିନରେ ଫୁଟୁଛି, କାରଣ ତାକୁ ନର୍ମାଲ ଟେମ୍ପରେଚରରେ ରଖିଛି। ତାପରେ ମିନି ମନ୍ଦାର ବି ଏଠି ବହୁତ ସାରା ଫୁଟିଛି। ଖଇରିଆ ମନ୍ଦାର କାଲି ଫୁଟିବ, ଭିଡ଼ିଓ ଆଣିବି। ରହିଲି।